ओम श्री साई प्रेम प्रदाय नमः। ଉପର ନାମରତ୍ନଟି ବାବାଙ୍କୁ ପ୍ରେମର ମୂର୍ତ୍ତି ବୋଲି ବନ୍ଦନା କରୁଥିବା ବେଳେ ଏହି ନାମରତ୍ନ ବାବାଙ୍କୁ ପ୍ରେମର ଧାର ଓ ପ୍ରେମର ପ୍ରଦାତା ବା ସକଳ ପ୍ରାଣୀଙ୍କ ହୃଦୟରେ ପ୍ରେମର ପ୍ରବର୍ତ୍ତକ ବୋଲି ବନ୍ଦନା କରେ। ବାବା ଅନେକ ସମୟରେ ଶ୍ରୋତାମାନଙ୍କୁ ପ୍ରେମ ସ୍ୱରୂପ ବୋଲି ସମ୍ବୋଧନ କରିଥାନ୍ତି, କାରଣ ପ୍ରତ୍ୟେକ ଲୋକର ଅନ୍ତରରେ ଥିବା ପ୍ରେମର ଝରଣାଟିକୁ ତାଙ୍କୁ ଚିହ୍ନାଇ ଦେବା ପାଇଁ ସେ ଆସିଛନ୍ତି। ଆଉ ପ୍ରେମର ସେ ଝରଣାଟି କ'ଣ? ଏହା ଆମର ପ୍ରକୃତ ଆତ୍ମସତ୍ତା, ଆତ୍ମାରାମ ଅନ୍ତର୍ୟାମୀ ସ୍ୱୟଂ ସାଇ। ସେ ଅନ୍ତର ଭିତରେ ଥାଇ ପ୍ରେମ ରତ୍ନ ପ୍ରଦାନ କରନ୍ତି। ପଥର ପରି ନିଷ୍ଠୁର ଓ ଟାଣ ହୃଦୟ ତାଙ୍କ ଆଶୀର୍ବାଦ ପାଇ ଦୁଃଖୀ ଲୋକଙ୍କ ନିମନ୍ତେ ସହାନୁଭୂତିରେ ତରଳି କୋମଳ ହୋଇଯାଇଥିବାର ଅନେକ ଉଦାହରଣ ଅଛି। ତାହା ହିଁ ସାଇ କୃପାର ନିଦର୍ଶନ। ବାବାଙ୍କ ଚିତ୍ରପଟ ଯେଉଁ ପରିବାରରେ ଆରାଧ୍ୟ, ସେଠାରୁ ଅନେକ ପାରିବାରିକ ଗଣ୍ଡଗୋଳ ଲୋପ ପାଇଛି। ପିତା ଓ ପୁତ୍ର ଏକାଠି ହୋଇଛନ୍ତି। ମା ତାର ସନ୍ତାନ ମାନଙ୍କର ଶ୍ରଦ୍ଧା ଫେରି ପାଇଛି। ବର୍ଷ ବର୍ଷର ଶତ୍ରୁତା ପରେ ଭାଇ ଭାଇକୁ ଆଲିଙ୍ଗନ କରିଛି। ପାରିବାରିକ ଚକ୍ରାନ୍ତର ଅବସାନ ଘଟିଛି। ଅଶାନ୍ତି ବିଶୃଙ୍ଖଳା ଶାନ୍ତିର ସ୍ୱାଦ ଚାଖି ପାରିଛି। ଅହଙ୍କାର ବିନୟରେ ପରିଣତ ହୋଇଛି, ଆଉ ଉଦ୍ଧତ ହସ୍ତ ପ୍ରାର୍ଥନାରେ ଯୁକ୍ତ ହୋଇଛି। ଏ ସମସ୍ତ ଘଟିଛି କେବଳ ବାବାଙ୍କର ସର୍ବମୟୀ ପ୍ରେମ ଯୋଗୁଁ। ବାବା ପରସ୍ପରକୁ ସାହାଯ୍ୟ ଓ ସେବା କରିବା ଶିକ୍ଷା ଦିଅନ୍ତି। ସେ କହନ୍ତି ଯେ ସେ ସମସ୍ତଙ୍କ ଭିତରେ ଅଛନ୍ତି। ଭାତୃତ୍ୱ ଓ ପ୍ରେମର ସେବାକୁ ବାବା ଉତ୍ସାହିତ କରନ୍ତି। ବାବା କହନ୍ତି, ସତ୍ୟ ହେଲା ବିଦ୍ୟୁତ ଶକ୍ତି, ଏହାର ବାହକ ତାର ହେଉଛି ଧର୍ମ, ଶାନ୍ତି ଏଥିରେ ସଂଯୁକ୍ତ ବଲ୍ବ ଏବଂ ଆଲୋକ ହେଉଛି ପ୍ରେମ। ଜୟ ସାଇରାମ।